ବର୍ଷ ସାରା ଯେତେ ବି ପଢୁଥାଅ କିନ୍ତୁ ଯଦି ନ ଜାଣିଛ ଯେ କେମିତି ଖାତା ଦେଖାଯାଏ, କ'ଣ କ'ଣ ଦେଖି ଖାତା ଦେଖିକିରି ମାର୍କ ଦିଆଯାଏ, ଏଇଟା ଯଦି ଆମେ ଜାଣିନେ ତାହେଲେ ସବୁ ବ୍ୟର୍ଥ ହୋଇଯିବ। ଦେଖ, ମାତ୍ର 20ଟି ଖାତା ଦିନ ସାରାରେ ଦେଖନ୍ତି ଜଣେ ଏକ୍ସାମିନର ଦେଖି ସାରିଲା ପରେ ଚିଫ୍ ଏକ୍ସାମିନର ଦେଖନ୍ତି ଏବଂ ଚିଫ୍ ଏକ୍ସାମିନର ଦେଖି ସାରିଲା ପରେ ମାର୍କ ଗୁଡ଼ାକୁ କାଉଣ୍ଟ କରନ୍ତି ସ୍କ୍ରୁଟିନାଇଜର। ଏଇଭଳି ଖାତା ପ୍ରୋସେସରେ ହୁଏ, କିନ୍ତୁ କେଉଁ କେଉଁ ପଏଣ୍ଟକୁ ଆଧାର କରିକି ଦେଖନ୍ତି ଏବଂ ଭଲ ମାର୍କ ପାଆନ୍ତି। ଯେଉଁମାନେ ଭଲ ପ୍ରେଜେଣ୍ଟ କରିଥାନ୍ତି ସେମାନେ ଭଲ ମାର୍କ ପାଆନ୍ତି, ଆଉ ଯେଉଁମାନେ ଭଲ ପ୍ରେଜେଣ୍ଟ କରିନଥାନ୍ତି, ଏପଟ ସେପଟ ଲେଖିଥାନ୍ତି, ସେମାନେ ମାର୍କ ପାଆନ୍ତି ନାହିଁ। ପ୍ରଥମ କଥା ହେଉଛି ଅକ୍ଷର। ତୁମର ଅକ୍ଷର ପଢ଼ି ହେଉଥିବା ଦରକାର। ସେମିତି ନୁହେଁ ଯେ ବହୁତ ସୁନ୍ଦର ହେବା ଦରକାର, ଅକ୍ଷର ପଢ଼ି ହେଉଥିବା ଦରକାର। ଯଦି ଅକ୍ଷର ପଢ଼ି ହେଉଛି ମାର୍କ ଦେଇଯିବେ। ଦ୍ୱିତୀୟରେ ମନରେ ପ୍ରଶ୍ନ ଉଠେ, ମୁଁ ପ୍ରଶ୍ନ ସହିତ ଉତ୍ତର କରିବି ନା କେବଳ ଉତ୍ତର କରିବି? କେବଳ ଉତ୍ତର କରିବେ, କାହିଁକି ନା ଏକ୍ସାମିନର ମାନଙ୍କର ଏତେ ସମୟ ନାହିଁ ତୁମର ପ୍ରଶ୍ନ ପଢ଼ିବେ ଉତ୍ତର କରିବେ। ତାଙ୍କୁ ପ୍ରଶ୍ନ ଥରେ 2-3ଟା ଖାତା ଦେଖି ସାରିଲା ପରେ ପ୍ରଶ୍ନ ପୁରା ମୁଣ୍ଡରେ ରହିଯାଏ। ତେଣୁ ସେମାନେ କେବଳ ଉତ୍ତର ଦେଖନ୍ତି। ତେଣୁ କ୍ୱେଶ୍ଚନ୍ ନମ୍ବରଟା ଦେବା ବହୁତ ଇମ୍ପୋର୍ଟାଣ୍ଟ। ଯେଉଁ ମାର୍ଜିନ୍ ଅଛି ତା ପୂର୍ବରୁ ପ୍ରଶ୍ନ ନମ୍ବରଟି ବୋଲ୍ଡରେ ମାନେ ଟିକେ ବଡ଼ ବଡ଼ କରିକି ଦେବେ, ଯାହାଫଳରେ କି କ୍ୱେଶ୍ଚନ୍ ନମ୍ବର ଦେଖିବେ ଏବଂ ଉତ୍ତରଟିକୁ ଆରମ୍ଭ କରିଛୁ ବୋଲି ଦେଖିବେ। ପ୍ରଶ୍ନ ଲେଖିକିରି ଅଧିକ ସମୟ ସାରନ୍ତୁ ନାହିଁ। ସବୁ ପ୍ରଶ୍ନର ଉତ୍ତର ଦିଅନ୍ତୁ। ସେମାନେ ଦେଖନ୍ତି ଯେ ସବୁ ପ୍ରଶ୍ନର ଉତ୍ତର ଦେଇଛି ତ ପିଲେ, ଯଦି ସବୁ ପ୍ରଶ୍ନର ଉତ୍ତର ଦେଇଛି ତାହେଲେ ବଢ଼ିଆ ମାର୍କ ପାଇ ଯିବ। ଆଉ ଗୋଟେ ଦେଖନ୍ତି ପ୍ରେଜେଣ୍ଟେସନରେ ବହୁତ ଇମ୍ପୋର୍ଟାଣ୍ଟ ଯେ ପଏଣ୍ଟ ୱାଇଜ୍ ଏକ୍ସପ୍ଲେନ୍ କରିଛି ନା ନାହିଁ ଲଙ୍ଗ୍ କ୍ୱେଶ୍ଚନରେ। ଯଦି ପଏଣ୍ଟ ୱାଇଜ୍ ଏକ୍ସପ୍ଲେନ୍ କରିଛି ତାହେଲେ ବଢ଼ିଆ ମାର୍କ ମିଳିବ। କେବଳ MIL ଆଉ ଇଂଲିଶକୁ ଛାଡ଼ିଦେଲେ ଅନ୍ୟ ସବଜେକ୍ଟରେ ପଏଣ୍ଟ ୱାଇଜ୍ ପଏଣ୍ଟ ଲେଖିବ, ଏକ୍ସପ୍ଲେନ୍ କରିବ, ବର୍ଣ୍ଣନା କରିବ। ଆଉ ଇମ୍ପୋର୍ଟାଣ୍ଟ ୱାର୍ଡ଼ ଗୁଡ଼ିକରେ ଅଣ୍ଡରଲାଇନ୍ କରିଛି ନା ନାହିଁ, ସେ MIL ହଉ ଇଂଲିଶ ହଉ କୌଣସି ସବଜେକ୍ଟରେ ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍ ଯେଉଁଠି ଅଛି, ମାନେ ବଡ଼ ବଡ଼ 3 ମାର୍କିଆ ହଉ 2 ମାର୍କିଆ ହଉ କିମ୍ବା ଲଙ୍ଗ୍ କ୍ୱେଶ୍ଚନ୍ ହଉ, ସେଥିରେ ଅଣ୍ଡରଲାଇନ୍ କରିଦେଲେ ଏକ୍ସାମିନର ଏତେ ସମୟ ନାହିଁ ତୁମର ଖାତାକୁ ଭଲ ଭାବରେ ଦେଖିବା ପାଇଁ, ପଢ଼ିବା ପାଇଁ। ତେଣୁ ସେମାନେ କ'ଣ କରନ୍ତି, ଯେଉଁଠି ଅଣ୍ଡରଲାଇନ୍ ରହିଛି ସେଇଠି ଆଖି ବୁଲେଇ ଦିଅନ୍ତି, ବଢ଼ିଆ ଲେଖିଛି, ପିଲାଟିକୁ ମାର୍କ ଦିଆଯାଉ। ବହୁତ ପିଲା କ'ଣ କରନ୍ତି, ଖାତାରେ ଗୁଲିଗପ, କ୍ରିକେଟ ଖେଳ, ଫୁଟବଲ ଖେଳ, ଅନାବନା ଜିନିଷ ଲେଖିକି ଆସନ୍ତି। ସେଭଳି ଲେଖିବ ନାହିଁ। ଥରେ ତ ଯେ ଇମେଜ୍ ଯାଇଛି, ଥରେ ଯଦି ତୁମ ଉପରେ ବ୍ୟାଡ୍ ରିମାର୍କ ଆସିଛି, ନେଗେଟିଭ୍ ରିମାର୍କ ଆସିଛି, ତାହେଲେ ପରୀକ୍ଷା ଖାତାରେ ବି ବହୁତ କମ୍ ମାର୍କ ପାଇବ। ପ୍ରତ୍ୟେକଟି ପ୍ରଶ୍ନ ପରେ ପରେ ଗୋଟିଏ ସ୍ପେସ୍ ଦେବ। ପ୍ରତ୍ୟେକଟି ପ୍ରଶ୍ନ ଉତ୍ତର ଲେଖିଲ, 2 ମାର୍କିଆ ଉତ୍ତର ଲେଖିଲ, ଗୋଟେ ସ୍ପେସ୍ ଦେବ, ମାନେ ଗୋଟେ ଲାଇନ୍ ଛାଡ଼ିଦେବ। ଆଉ 3 ମାର୍କିଆ ଲେଖିଲ, ଗୋଟେ ଲାଇନ୍ ଛାଡ଼ିଦେବ। ଏବଂ ଲଙ୍ଗ୍ କ୍ୱେଶ୍ଚନ୍ ଲେଖିଲ, ଗୋଟେ ଲାଇନ୍ ଛାଡ଼ିଦେବ। ଲଙ୍ଗ୍ କ୍ୱେଶ୍ଚନ୍ ଗୋଟିଏ ପେଜ୍ର ଶେଷରୁ ଆରମ୍ଭ କରିବ ନାହିଁ। ଯଦି 2-3ଟି ଲାଇନ୍ ରହିଛି, 4ଟି ଲାଇନ୍ ରହିଛି, ସେଠୁ ଆରମ୍ଭ ନ କରିକି ନୂଆ ପେଜ୍ରୁ ଆରମ୍ଭ କରିବ। ବହୁତ ପିଲା କ'ଣ କରନ୍ତି ନା 7ଟି ପ୍ରଶ୍ନ ଉତ୍ତର କରିବାକୁ ଦେଇଥିବ, 12ଟି ପ୍ରଶ୍ନ ଦେଇଥିବ, ସେ ପିଲାମାନେ କ'ଣ କରନ୍ତି 7ଟି 8ଟି କରିଦେଲେ ଅଧିକ ମାର୍କ ମିଳିବ କି 9ଟି କରିଦେଲେ ଅଧିକ ମିଳିବ। ନା, ସେଇଟା ଭୁଲ। ଯଦି 8ଟି କରିଛନ୍ତି 9ଟି କରିଛନ୍ତି, ସେ କାଉଣ୍ଟ କରିଦେବେ ପ୍ରଥମ 7ଟି କ'ଣ କରିବେ ନା କାଉଣ୍ଟ ହେବ, ଆଉ ଯେଉଁ 2ଟା ଏକ୍ସଟ୍ରା କରିଛନ୍ତି ସେଗୁଡ଼ିକ କାଉଣ୍ଟ ହେବନି, ପୁରା କାଟିଦେବେ। ତେଣୁ ମୋର ରିକ୍ୱେଷ୍ଟ ହେଉଛି କ'ଣ, ମାନେ 7ଟି ପ୍ରଶ୍ନ କରିବାକୁ ଦେଇଛି, ତେଣୁ 7ଟି ପ୍ରଶ୍ନ ବେଷ୍ଟ ପ୍ରଶ୍ନକୁ ଆପଣ ଆଟେମ୍ପ ନିଅନ୍ତୁ, ଯାହାଫଳରେ କି ସେ ବେଷ୍ଟ ପ୍ରଶ୍ନ 7ଟିର ମାର୍କ ଚେକିଂ ହେବ, ଭଲ ମାର୍କ ପାଇବେ। ଏକ୍ସାମିନର ଦେଖନ୍ତି ସିରିଏଲି ଆନ୍ସର କରିଛି ନା ନାହିଁ। ଯଦି ଆବୁରୁ ଜାବୁରୁ କରିକି କରନ୍ତି, କ୍ୱେଶ୍ଚନ୍ ନମ୍ବର 8 ନମ୍ବର ଆଗେ କରନ୍ତି, ତାପରେ 7 ନମ୍ବର, ତାପରେ 2 ନମ୍ବର, ତାପରେ 1 ନମ୍ବର, ତାପରେ 6 ନମ୍ବର, ଏମିତି ଯଦି ଓଲଟ ପାଲଟ କରନ୍ତି, ପୁରା ରାଗି ଯାଆନ୍ତି ଏକ୍ସାମିନର। ତାଙ୍କ ଭିତରେ କୋହ ମାନେ ଜଳି ଉଠେ। ତ କ'ଣ କରିବେ ନା ସିରିଏଲି ଆନ୍ସର କରିବେ, 1 ନମ୍ବର, 2 ନମ୍ବର, 3 ନମ୍ବର। ଯେମିତି ଯଦି ଆନ୍ସର କୌଣସି ଆସୁନି ସେଠି ସ୍ପେସ୍ ଛାଡ଼ିଦେବେ, ଟିକେ ସ୍ପେସ୍, ଯେତିକି ସ୍ପେସ୍ ଦରକାର ସେତିକି ଛାଡ଼ିଦେବେ, ପରେ କରିବେ। ପରେ ଯଦି ଆନ୍ସର ଆସିଲା ମନରେ ସେଟା କରିବେ। ବହୁତ ପିଲା ପ୍ରଶ୍ନ ଅନୁସାରେ ଉତ୍ତର ଲେଖନ୍ତି ନାହିଁ। ପ୍ରଶ୍ନରେ ମାଗିଛି 3ଟା କରିବା ପାଇଁ, ପ୍ରଶ୍ନରେ ମାଗିଛି 40ରୁ 60 ଶବ୍ଦରେ ଲେଖିବା ପାଇଁ, ପ୍ରଶ୍ନରେ ମାଗିଛି 6ଟି ବାକ୍ୟରେ ଲେଖିବା ପାଇଁ, ଯାହା ବି ପ୍ରଶ୍ନରେ ମାଗିଛି ସେଇ ଅନୁସାରେ ଉତ୍ତର ଲେଖିବେ। ଆଉ କେମିତି ଉତ୍ତର ଲେଖିବେ ଆଗରୁ ଜାଣନ୍ତୁ। 2 ମାର୍କିଆ କେମିତି ଉତ୍ତର ଲେଖିବି, 3 ମାର୍କିଆ କେମିତି ଉତ୍ତର ଲେଖିବି,
ପାଞ୍ଚ ମାର୍କିଆ କେମିତି ଉତ୍ତର ଲେଖିବି କିମ୍ବା 8 ମାର୍କିଆ କେମିତି ଉତ୍ତର ଲେଖିବି ଏସବୁ ଜାଣନ୍ତୁ। ଏସବୁ ଜାଣିକିରି ତାପରେ ଲେଖନ୍ତୁ। ଲେଖିଲେ କ'ଣ ହେବ ନା କେମିତି ଲେଖନ୍ତି ତୁମେ ଜାଣିଛ ସେଇ ଏକ୍ଜାମିନର ଦେଖନ୍ତି ଯେ ପ୍ରଶ୍ନର ଉତ୍ତର ସଠିକ୍ ଲେଖିଛି ନା ନାହିଁ, ପ୍ରଶ୍ନ ଅନୁସାରେ ଲେଖିଛି ନା ନାହିଁ, ପ୍ରଶ୍ନ ଯେମିତି ମାଗିଛି ସେମିତି ଲେଖିଛି ନା। ଏକ୍ଜାମିନର ଆଉ ଗୋଟେ କଥା ଦେଖନ୍ତି ଯେ ଦୀର୍ଘ ଉତ୍ତର କେମିତି ଲେଖିଛି, ପିଲାଟି ଦୀର୍ଘ ଉତ୍ତର ଠିକ୍ ଠାକ୍ ଲେଖିଛି ନା ନାହିଁ। ଯଦି ଦୀର୍ଘ ଉତ୍ତର ଠିକ୍ ଲେଖିଛି ମାନେ ଇଣ୍ଟ୍ରୋଡକ୍ସନ୍ ତାପରେ ପଏଣ୍ଟ ୱାଇଜ୍ ଏକ୍ସପ୍ଲେନ୍ କରିଥିବ, ତାପରେ ଲାଷ୍ଟରେ ଟିକେ କନକ୍ଲୁଡ଼ କରିଥିବ, ମାନେ ଯଦି ବଢ଼ିଆ ଲେଖିଛି ଲଙ୍ଗ୍ କ୍ୱେଶ୍ଚନ୍ ଠିକ୍ ଲେଖିଛି ତାହେଲେ ଲଙ୍ଗ୍ କ୍ୱେଶ୍ଚନ୍ର ଇମ୍ପ୍ରେସନ୍ଟା ଆସିଯାଏ ତାଙ୍କ ଉପରେ। ତେଣୁ ଇମ୍ପ୍ରେସନ୍ଟା ଆସିଯାଏ। ଲଙ୍ଗ୍ କ୍ୱେଶ୍ଚନ୍ ଦେଖାଯାଏ ଯେ ଲଙ୍ଗ୍ କ୍ୱେଶ୍ଚନ୍ ଯଦି ଭଲ ଲେଖିଛି ପିଲାଟି ତାହେଲେ ଲଙ୍ଗ୍ କ୍ୱେଶ୍ଚନ୍ ଦେଖି ସାରିଲା ପରେ ମାର୍କ ଫୁଲ୍ ଦେଇ ସାରିଲା ପରେ ସେମାନେ 3 ମାର୍କିଆ ବି ଦେଖନ୍ତି ଯେ 3 ମାର୍କିଆ କମ୍ ଦେଲି କି ପିଲାଟିକୁ ମାର୍କ, 2 ମାର୍କିଆ କମ୍ ଦେଲି କି ପିଲାଟିକୁ ମାର୍କ। ତେଣୁ ଲଙ୍ଗ୍ କ୍ୱେଶ୍ଚନ୍ଟା ହେଉଛି କ'ଣ ନା ଗୋଟେ ଏକ୍ଜାମ୍ପଲ୍, ଗୋଟେ ଉଦାହରଣ। ସେଇଟା ଯଦି ଭଲ ଲେଖିଛ ତାହେଲେ ଏକ୍ଜାମିନରଙ୍କର ଇମ୍ପ୍ରେସନ୍ ଡ୍ର କରିବ। ତେଣୁ ଏଇଠି ମୁଁ ବହୁତ ଗୁଡ଼ିଏ ପଏଣ୍ଟ କହିଲି ଯେଉଁଟାକି ଏକ୍ଜାମିନର ମାନେ ଦେଖନ୍ତି ମାର୍କ ଦେବା ପାଇଁ, ତୁମକୁ ମାର୍କ କାଟିବା ପାଇଁ ନୁହେଁ। ତେଣୁ ମାର୍କ ପାଇବା ପାଇଁ କ'ଣ ପ୍ରେଜେଣ୍ଟେସନ୍ ସ୍କିଲ୍ ଦରକାର ମୁଁ ତୁମକୁ କହିଲି, ସମସ୍ତଙ୍କୁ ସେୟାର କରିବ, ଏଇଟା ହେଉଛି ରିକ୍ୱେଷ୍ଟ। ଆଉ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଠିକ୍ ଅଛି, ପୁଣି ଭେଟିବା ଗୋଟିଏ ନୂଆ ଭିଡ଼ିଓରେ। ଥ୍ୟାଙ୍କ ୟୁ ଭେରି ମଚ୍। ବନ୍ଦେ ଉତ୍କଳ।